ପିଲାମାନେ ଦେଖ ତମର ଓଡ଼ିଆ ଅନର୍ସ କୋର୍ 14 ଠିକ୍ ଅଛି। କୋର୍ 14 ଯେଉଁ ତମର ଅଛି କୋର୍ ପେପର 14 ତ ତମର କୌଣସି ସବୁ ଇମ୍ପୋର୍ଟାଣ୍ଟ ଆସୁଛି କେମିତି ଆସୁଛି ଆଉ କ'ଣ ସବୁ ବାରମ୍ବାର ତମର ଆସୁଛି ତ ସେଇ ଜିନିଷ ତମର ଜାଣିବା ନିହାତି ଦରକାର ଅଛି ଠିକ୍ ଅଛି। ତ ତମର କ'ଣ ସବୁ ବାରମ୍ବାର କୋଶ୍ଚିନ୍ ଆସୁଛି କେଉଁ କୋଶ୍ଚିନ୍ ଆସୁଛି ପ୍ରିଭିୟସ୍ର କେଉଁ କୋଶ୍ଚିନ୍ ଆସୁଛି ସବୁ ଜିନିଷ ମୁଁ ଏଇ ଭିଡ଼ିଓରେ ଜଣେଇବି। ତୁମେ ଭଲ ଭାବରେ ଦେଖ। ଆଉ ଯେଉଁମାନେ କହୁଛନ୍ତି ସର୍ଟ କୋଶ୍ଚିନ୍ ଗୋଟେ କଥା ମୁଁ ଏଠି ତୁମକୁ କହିବି ଯେ ପ୍ରଥମେ ଯଦି ତୁମେ ଲଙ୍ଗ୍ କୋଶ୍ଚିନ୍ ଭଲ ଭାବରେ ପ୍ରିପେୟାର ହେଇଯାଉଛ ସେଇଥିରୁ ହିଁ ସର୍ଟ କୋଶ୍ଚିନ୍ ତୁମର ଆସୁଛି। ଯେମିତିକି ଗୋଟେ ଏକ୍ଜାମ୍ପଲ୍ ଏଠି ତୁମକୁ ଦେଉଛି ଭାଷଣ କଳା ପରିସର ଓ ଉପଯୋଗିତା ସମ୍ପର୍କ ସବିଶେଷ ଆଲୋଚନା କର। ଦେଖ ଗୋଟେ ଏକ୍ଜାମ୍ପଲ୍ ଏଇଟା ସେ କହୁଛି କ'ଣ ଭାଷଣ କଳାର ପରିସର ଓ ଉପଯୋଗିତା। ତ ତୁମେ ଯଦି ଏଠି ଭାଷଣ କଳା କାହାକୁ କୁହାଯାଏ ଭାଷଣ କଳା କହିଲେ କ'ଣ ବୁଝ ଏଇଗୁଡ଼ାକ ସବୁ ଯଦି ତୁମେ ମାନେ ଭଲ ଭାବରେ ଟିକେ ଦେଖିଯାଇଥିବ ତ ତୁମେ ତା ଉପରେ କ'ଣ ପରିସର ଏବଂ ଉପଯୋଗିତା ମଧ୍ୟ ତୁମେ ସେଇ ଯେଉଁ ରିଲେଟିଭ୍ ଜିନିଷ ପକାଉଛି ତ ସେଠି ତୁମେ ଏହାର ମଧ୍ୟ ଭାଷଣ କଳା କହିଲେ କ'ଣ ବୁଝ କାହାକୁ ବୁଝାଏ ବା କ'ଣ କେତେ ପ୍ରକାରର ଏସବୁ ଜିନିଷ ତୁମେ ମାନେ କ'ଣ କରିବ ଏଠି ଏକ୍ସପ୍ଲେନ୍ କରିପାରିବ ମାନେ ଲେଖିପାରିବ ଠିକ୍ ଅଛି। ତ ସେଥିପାଇଁ ପ୍ରଥମେ ମୁଁ କହୁଛି ଯେ ପ୍ରଥମେ ତ ଲଙ୍ଗ୍ କୋଶ୍ଚିନ୍ ଜାଣ ଠିକ୍ ଅଛି। ଯଦି ଲଙ୍ଗ୍ କୋଶ୍ଚିନ୍ ଭଲ ଭାବରେ ପ୍ରିପେୟାର ହେଇଛ ତ ସର୍ଟ କୋଶ୍ଚିନ୍ କ'ଣ ଇଜି ଲାଗିବ ତୁମକୁ ମାନେ ସର୍ଟ କୋଶ୍ଚିନ୍ ସେଇ ରିଲେଟିଭ୍ରେ ହିଁ ପକାଇବ ତା ବାହାରୁ କୌଣସି ଜିନିଷ ପକାଇବ ନାହିଁ ଠିକ୍ ଅଛି। ତ ପ୍ରଥମ କଥା ହେଉଛି ଲଙ୍ଗ୍ କୋଶ୍ଚିନ୍ ଇମ୍ପୋର୍ଟାଣ୍ଟ। ତ ଲଙ୍ଗ୍ କୋଶ୍ଚିନ୍ ଯେତେ ଗୁରୁତ୍ୱ ଦେବା ସେତେ ଭଲ। ଲଙ୍ଗ୍ କୋଶ୍ଚିନ୍ କାହିଁକିନା 7 ମାର୍କିଆ ଆସିଥାଏ ଠିକ୍ ଅଛି। ତ 7 ମାର୍କିଆ ଆମେ କ'ଣ କରିଥାଉ ନା ଭଲ ଭାବରେ ଯଦି ପଢ଼ିଥାଉ ତ ଆରାମରେ ତାକୁ ଲେଖିଥାଉ ଠିକ୍ ଅଛି। ତ ସବୁବେଳେ ସେଥିପାଇଁ କହୁଛି ପିଲାମାନେ କହୁଛନ୍ତି ସର୍ଟ କୋଶ୍ଚିନ୍ ପାଇଁ ଟାଇମ୍ ଅଛି କିନ୍ତୁ ତୁମର ଏକ୍ଜାମ୍ ଯେହେତୁ ଅଛି ତ ସେଥିପାଇଁ ମୁଁ ପ୍ରଥମେ ଲଙ୍ଗ୍ କୋଶ୍ଚିନ୍ ତୁମ ପାଇଁ ଆଣୁଛି ଠିକ୍ ଅଛି। ଦେଖ ଆଗକୁ ମଧ୍ୟ ସର୍ଟ କୋଶ୍ଚିନ୍ ତୁମେ ଯଦି କହୁଛ ସର୍ଟ କୋଶ୍ଚିନ୍ ମଧ୍ୟ ତୁମ ପାଇଁ ଆଣିବା ଠିକ୍ ଅଛି। ପ୍ରଥମେ ଦେଖ ତୁମର କ'ଣ ଦେଇଛି ନା ଭାଷଣ କଳାର ପ୍ରଥମ ତ ଜାଣିଦେଲ ଭାଷଣ କଳା ପରିସର ଭାଷଣ କଳା କାହାକୁ କୁହାଯାଏ କ'ଣ ଏଇଟା ମୋଷ୍ଟ ଇମ୍ପୋର୍ଟାଣ୍ଟ ଏବଂ ବାରମ୍ବାର ମଧ୍ୟ ଆସିଥାଏ। ଏଇଟା ଭେରି ଇମ୍ପୋର୍ଟାଣ୍ଟ କୋଶ୍ଚିନ୍ ଏଇଟା ମାରିକିନି ରଖିବ। ଦେନ୍ ଦେଲା ଦେଖ ସାକ୍ଷାତକାର ସଂଜ୍ଞା ସ୍ୱରୂପ ଉଲ୍ଲେଖପୂର୍ବକ ପ୍ରକାର ଭେଦ ଦର୍ଶା। ଦେଖ ସାକ୍ଷାତକାର ତାର ସଂଜ୍ଞା ସ୍ୱରୂପ ଏଇଟା ଭଲ ଭାବରେ ଦେଖିନିଆସ। ସାକ୍ଷାତକାର କହିଲେ କ'ଣ ବୁଝ ତା ସଂଜ୍ଞା ସ୍ୱରୂପ এইগুଡ଼ା ସବୁ ମୋଷ୍ଟ ଇମ୍ପୋର୍ଟାଣ୍ଟ এইଗୁଡ଼ା ହିଁ ଏଇ କୋଶ୍ଚିନ୍ ସବୁ ଭେରି ଇମ୍ପୋର୍ଟାଣ୍ଟ କୋଶ୍ଚିନ୍ ଏଇସବୁ ହିଁ ବାରମ୍ବାର ଆସୁଛନ୍ତି। ଭାଷଣ କଳା କାହାକୁ କୁହାଯାଏ ଭାଷଣ କଲେ କହିଲେ କ'ଣ ବୁଝ ସାକ୍ଷାତକାର କ'ଣ ବୁଝିପାରୁଛ ଏଇଭଳି ହିଁ କୋଶ୍ଚିନ୍ ତୁମର ସବୁ ଆସୁଛି। ଆଉ ଏଇ ଜିନିଷ ବି ବାରମ୍ବାର ସେ ପକାଉଛି। ତୁମେ ଯଦି ଭଲ ଭାବରେ ଟିକେ ପଢ଼ିନଥିବ ତ କ'ଣ କରିବ ତ ଆରାମସେ ତୁମେ ବି ଲେଖି ବି ପାରିବନି ଯାହାଫଳରେ ତୁମକୁ ସେଠି ମାର୍କ ମଧ୍ୟ କମ୍ ମିଳିବ ଠିକ୍ ଅଛି। ତ ସେଥିପାଇଁ କହୁଛି କିଛିଟା ପଢ଼ିଥାଉ କିଛିଟା ପଢ଼ିଥିଲେ ଆରାମସେ ନିଜ ମନରୁ ଲେଖିଲେ ମଧ୍ୟ ସେଠି ମାର୍କ ତୁମକୁ ମିଳିବ। ତାପରେ ଦେଖ 3 ନମ୍ବର କ'ଣ ଦେଲା ବିଭିନ୍ନ ଗଣମାଧ୍ୟମ ପାଇଁ କିପରି ଭିନ୍ନ ଭିନ୍ନ ଶୈଳୀରେ ସମ୍ବାଦ ପ୍ରସ୍ତୁତ କରାଯାଇଥାଏ ସେ ସମ୍ପର୍କରେ ଆଲୋଚନା କର ଠିକ୍ ଅଛି। ଗଣମାଧ୍ୟମ ପାଇଁ କିପରି ଭିନ୍ନ ଭିନ୍ନ ଶୈଳୀରେ ସମ୍ବାଦ ପ୍ରସ୍ତୁତି କରାଯାଇଥାଏ। ତ ସମ୍ବାଦ କହିଲେ ଆମେ କ'ଣ ବୁଝୁ ଏଗୁଡ଼ା ତ ସମସ୍ତ ସବୁ ମଧ୍ୟ କ୍ଲାସ୍ ମଧ୍ୟ ହୋଇଛି। ଯେଉଁମାନେ କ୍ଲାସ୍ ଦେଖିନା ଆଉ କ୍ଲାସ୍ ଦେଖିପାରିବ ତା ଭିତରେ ମଧ୍ୟ ଯେଉଁ କୋଶ୍ଚିନ୍ ଆନ୍ସର୍ ମଧ୍ୟ ଡିସ୍କସନ୍ ମଧ୍ୟ ହୋଇଛି ତା ଦେହରେ ତୁମର ପ୍ରିଭିୟସ୍ର କୋଶ୍ଚିନ୍ ମଧ୍ୟ ଡିସ୍କସନ୍ ହୋଇଛି। ବର୍ତ୍ତମାନ ତୁମର ଲଙ୍ଗ୍ କୋଶ୍ଚିନ୍ ମଧ୍ୟ ଚାଲିଛି ଠିକ୍ ଅଛି। ତାପରେ ଦେଖ 4 ନମ୍ବର କ'ଣ ଦେଲା ବିଜ୍ଞାପନର ପରିଭାଷା ଦର୍ଶାଇ ଏହାର ବୈଶିଷ୍ଟ୍ୟ ଓ ପ୍ରକାରଭେଦ ଉପରେ ଆଲୋକପାତ କର। ଆଉ ଗୋଟେ କଥା ମୁଁ ସମସ୍ତଙ୍କୁ କହୁଛି ଟିକେ ଲଙ୍ଗ୍ କୋଶ୍ଚିନ୍ ହେଲେ ମଧ୍ୟ ତୁମେମାନେ କ'ଣ କରିବ ନା ପଏଣ୍ଟ ଦେଇକିନି ଲେଖିବ କହିଲେ ତୁମେ କ'ଣ ବୁଝ ଓ ଏହାର କିପରି ପ୍ରସ୍ତୁତ କରାଯାଏ ସୋ ଉଦାହରଣ ଆଲୋଚନା କର। ତାପରେ ଦେଖ ଏସବୁ ତୁମର ସବୁ ଲଙ୍ଗ୍ କୋଶ୍ଚିନ୍ ଏହିପରି ହିଁ ତୁମର ସବୁ ଆସୁଛି। ପତ୍ରର ପ୍ରକାରଭେଦ ଓ ଲିଖନ ଶୈଳୀ ଉଲ୍ଲେଖ କରି ଗୋଟେ ବୈଷୟିକ ପତ୍ର ନମୁନା ପ୍ରଦାନ କର ଠିକ୍ ଅଛି। 7 ନମ୍ବର ଦେଖ ସଫ୍ଟୱେର୍ ଓ ହାର୍ଡ଼ୱେର୍ ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କର। ଦେଖ ସଫ୍ଟୱେର୍ କହିଲେ କ'ଣ ବୁଝ ହାର୍ଡ଼ୱେର୍ କହିଲେ କ'ଣ ବୁଝ ଏଇଟା ମଧ୍ୟ ଆମର କ୍ଲାସ୍ ହୋଇଛି ଆମେ ମଧ୍ୟ ସେଥିରେ ମଧ୍ୟ ଜଣେଇଛି। ଏଇଟା ଭେରି ଇମ୍ପୋର୍ଟାଣ୍ଟ କୋଶ୍ଚିନ୍ ବାରମ୍ବାର ଆସୁଛି। ସଫ୍ଟୱେର୍ କାହାକୁ କୁହାଯାଏ ହାର୍ଡ଼ୱେର୍ କାହାକୁ ଭଲ ଭାବରେ ମୁଁ ପୁରା ବୁଝେଇଛି ଠିକ୍ ଅଛି। ଆଉ ଯେଉଁମାନେ କ୍ଲାସ୍ କରିନାହ ସେମାନେ ଯାଇକିନି ଏବେ ଟିକେ କ୍ଲାସ୍ କର। ନୋଟ୍ ବର୍ତ୍ତମାନ ପର୍ଯ୍ୟନ୍ତ ଯେଉଁମାନେ ଡାଉନଲୋଡ଼୍ କରିନାହ ସେମାନେ ଟେଲିଗ୍ରାମରେ ଜଏନ୍ ହୋଇକିନି ନୋଟ୍ ମଧ୍ୟ ଡାଉନଲୋଡ଼୍ କରିପାରିବ PDF ମଧ୍ୟ ଅଛି ଠିକ୍ ଅଛି। ଡେସ୍କ୍ରିପ୍ସନ୍ରେ ଟେଲିଗ୍ରାମର ଚ୍ୟାନେଲ୍ ଲିଙ୍କ୍ ଦିଆଯାଇଛି ସେଠୁ ଯାଇକିନି ଟେଲିଗ୍ରାମ ଚ୍ୟାନେଲ୍ ଜଏନ୍ ହୋଇ ଡେସ୍କ୍ରିପ୍ସନ୍ର ସେଠୁ ଯାଇ ଡାଉନଲୋଡ଼୍ କରିପାରିବ PDF ଠିକ୍ ଅଛି। ହାର୍ଡ଼ୱେର୍ ଆଉ ସଫ୍ଟୱେର୍ ଏଇଟା ଭଲ ଭାବରେ ମଧ୍ୟ ଦେଖିନି ତୁମେ ଆସିଥିବ। ତାପରେ ଦେଖ କ'ଣ ଦେଲା 8 ନମ୍ବର ଓଡ଼ିଆ ଇଣ୍ଟରନେଟ୍ ଓ ତା'ର
ବ୍ୟବହାର ଉପରେ ଆଲୋକପାତ କର। ଓଡ଼ିଆ ଇଣ୍ଟରନେଟ୍, ଠିକ୍ ଅଛି, ଏଟା ବି ଭଲ ଭାବରେ ଦେଖିଦିଅ, ଇଏ ବି ବାରମ୍ବାର ଆସୁଛି। ତ ତମମାନଙ୍କୁ ଯେଉଁଗୁଡ଼ା ମୁଁ କହୁଛି ସେଇଗୁଡ଼ା ହିଁ ଦେଖିନି ଆସିବ। ତା ବାହାରୁ ଯିଏ ବି ଦେଖିନି ଆସୁଛି ବିଲକୁଲ ବି ପଡ଼ୁନାହିଁ, ଠିକ୍ ଅଛି। ତାପରେ ଦେଖ ଭାଷଣ କଳା। ଭାଷଣ କଳାର ଶ୍ରେଣୀ ବିଭାଗ କିପରି ବର୍ଣ୍ଣିତ ହୋଇଛି ତାହା ଉଦାହରଣ ଦେଇ ଆଲୋଚନା କର। ଠିକ୍ ଅଛି, ଭାଷଣ କଳା କ'ଣ କାହାକୁ କୁହାଯାଏ? ଦେଖ ସେଇ କୋଶ୍ଚିନ୍ ତୁମକୁ ବାରମ୍ବାର ପଚାରୁଛି। ତୁମେ ଯଦି ଭାଷଣ କଳା କ'ଣ କାହାକୁ କୁହାଯାଏ ତାର ସଂଜ୍ଞା ସ୍ୱରୂପ ପଡ଼ିଥିବ, ଆଉ କିଛି ଦରକାର ନାହିଁ, ତୁମେ ସେଇଆକୁ ହିଁ ଲେଖିବ। ଆଉ ଗୋଟେ କଥା ପଏଣ୍ଟ ଦେଇକିନି ସବୁବେଳେ ଲେଖିବ। ଦେଖ ସାକ୍ଷାତକାର ମୁହୂର୍ତ୍ତରେ କେଉଁ କେଉଁ ବିଷୟବସ୍ତୁ ପ୍ରତି ଧ୍ୟାନ ରହିବା ଉଚିତ ବିଶ୍ଳେଷଣ କର। ଦେଖ କେଉଁ ଭଳିଆ ସବୁ କୋଶ୍ଚିନ୍ ପଚାର, ସେମ୍ ହିଁ କୋଶ୍ଚିନ୍ ବାରମ୍ବାର ତୁମକୁ ପଚାରୁଛି, ଆଉ ଭେରି ଭେରି ଇମ୍ପୋର୍ଟାଣ୍ଟ କୋଶ୍ଚିନ୍ ସବୁ। ସମ୍ବାଦର ପରିଚୟ ଓ ତାର କିପରି ତାହା ଆଲୋଚନା କର। ସମ୍ବାଦ କ'ଣ? ସମ୍ବାଦ କାହାକୁ କୁହାଯାଏ? ଠିକ୍ ଅଛି, କ୍ଲାସ୍ ହୋଇଛି, ଯିଏ ଦେଖିଥିବ ଆଗରୁ ସେ ଜାଣିଥିବ। ଏଇଟା ମୋଷ୍ଟ ଇମ୍ପୋର୍ଟାଣ୍ଟ କୋଶ୍ଚିନ୍, ଏଇଟା ବି ମଧ୍ୟ ତୁମେ ଲେଖି ରଖିଥାଅ। ବିଜ୍ଞାପନର ଶୈଳୀ କିପରି ହେବା ଉଚିତ ତୁମ ଭାଷାରେ ପ୍ରକାଶ କର। ଏଇଟା ବି ବାରମ୍ବାର ଆସିଥାଏ, ଏଇଟା ବି ଟିକେ ଦେଖିନି ଯାଇଥିବ। ତାପରେ ଦେଖ 13 ନମ୍ବର, ଦେଖ ଦେଖିଥିବା ପୁସ୍ତକ ମେଳା ସମ୍ପର୍କରେ ନିଜର ଅନୁଭୂତି ବର୍ଣ୍ଣନା କର। ବଡ଼ ଭାଇ ନିକଟକୁ ପତ୍ର ଲେଖ। ଦେଖ ତମର ପତ୍ର ବି ଗୋଟେ ଆସିପାରେ, ଏଇଟା ସିଓର ମୁଁ ଅଛି। ଯଦି ପତ୍ର ଆସୁଛି ତାହେଲେ ତାର ମଧ୍ୟ କ୍ଲାସ୍ ମଧ୍ୟ ଗୋଟେ ହୋଇଛି, ତୁମେ ଦେଖିନେବ। ଠିକ୍ ଅଛି, ପତ୍ର ବି ତୁମେ ଜାଣିଥିବ କେମିତି କ'ଣ ପତ୍ର ଲେଖନ୍ତି, ନହେଲେ କ୍ଲାସ୍ ଆମର ଗୋଟେ ଦେଖିଦେବ, କ୍ଲାସ୍ ହୋଇଛି ପୁସ୍ତକ ମେଳା ସମ୍ପର୍କରେ ଅନୁଭୂତି, ଯେକୌଣସି ଗୋଟେ ପତ୍ର ତୁମର ଆସିବ। ତାପରେ ଦେଖ ବିଚ୍ଛିନ୍ନାଞ୍ଚଳ ଓଡ଼ିଆ ଭାଷା ସଂସ୍କୃତିର ସୁରକ୍ଷା ଲୋଡ଼ା ସମ୍ପାଦକ ପତ୍ର ଲେଖ। ତାପରେ 15 ନମ୍ବର, ଦେଖ ଓଡ଼ିଆ ଭାଷାର କମ୍ପ୍ୟୁଟରୀକରଣ କିପରି ହୋଇପାରିବ ତାହା ଏକ ସୂଚନା। ଦେଖ କମ୍ପ୍ୟୁଟରୀକରଣ କହିଲେ କ'ଣ ବୁଝ? କମ୍ପ୍ୟୁଟରୀକରଣ କାହାକୁ କୁହାଯାଏ? କମ୍ପ୍ୟୁଟରୀକରଣ କହିଲେ କ'ଣ ବୁଝିଥାଉ, ସେହିପରି ହିଁ ସବୁ କୋଶ୍ଚିନ୍ ଆସିବ। କମ୍ପ୍ୟୁଟରୀକରଣ ମଧ୍ୟ ଉପରେ ମଧ୍ୟ ସେ ପକାଇଥାଏ ବାରମ୍ବାର, ତୁମେ ଦେଖିକି ଆସିଥିବ। ଦେଖ କମ୍ପ୍ୟୁଟରର ବ୍ୟବହାରିକ ଅଂଶ ସମ୍ପର୍କରେ ବର୍ଣ୍ଣନା କର। କମ୍ପ୍ୟୁଟର ଆମର କିପରି ବ୍ୟବହାର, କମ୍ପ୍ୟୁଟର ଆମେ କିପରି ବ୍ୟବହାର କରିଥାଉ, ଏଇଭଳି ହିଁ ତୁମର ସବୁ କୋଶ୍ଚିନ୍ ଆସିଥାଏ। ଆଉ ଦେଖ ଇଏ ବି ଗୋଟେ ଭେରି ଭେରି ଇମ୍ପୋର୍ଟାଣ୍ଟ କୋଶ୍ଚିନ୍, ଠିକ୍ ଅଛି। ତାପରେ ଦେଖ 17 ନମ୍ବର, ଭାଷଣର ବିଭିନ୍ନ ସୋପାନ ସମ୍ପର୍କରେ ଆଲୋଚନା କର। ଭାଷଣ, ଦେଖ କହୁଛି ଯେଉଁ କୋଶ୍ଚିନ୍ ବାରମ୍ବାର ଦେଖ ସେମ୍ ହିଁ ତୁମେ ଦେଖୁଥିବ, ପ୍ରଥମରୁ ଦେଖି ଆସିଥିବ ଭାଷଣ ଉପରେ କେତେ ଥର ସେ କହୁଛି, ଦେଖୁଛ। ତ ତୁମେ ସଂଜ୍ଞା ସ୍ୱରୂପ ପ୍ରକାର ଭେଦ ଖାଲି ପଢ଼ିକିନି ଆସିଥାଉ, ସବୁକିଛି ଆରାମସେ ତୁମେ ଲେଖିପାରିବ। ଦେଖ ତାପରେ ଦେଖ ସାକ୍ଷାତକାର ବିଭିନ୍ନ ରୂପ ସମ୍ପର୍କରେ ବର୍ଣ୍ଣନା କର। ସାକ୍ଷାତକାର କହିଲେ କ'ଣ ବୁଝ, ସାକ୍ଷାତକାର କାହାକୁ କୁହାଯାଏ, ଏଗୁଡ଼ା ସବୁ ତୁମେ ଯଦି ଦେଖି ଆସିଥିବ ଆରାମସେ ଏଗୁଡ଼ା ସବୁ ହ୍ୟାଣ୍ଡେଲ୍ କରିପାରିବ। ତାପରେ ଦେଖ ଫିଚରର ସଂଜ୍ଞା ସ୍ୱରୂପ ସମ୍ପର୍କର ଦର୍ଶାଇ ଗଠନ ଗତିଶୀଳ ପ୍ରଦାନ କର। ଫିଚର ଉପରେ ମଧ୍ୟ ତୁମେ ଦେଖିନି ଆସିଥିବ, କାରଣ ଇଏ ବି ମୋଷ୍ଟ ଇମ୍ପୋର୍ଟାଣ୍ଟ କୋଶ୍ଚିନ୍। ଫିଚର କାହାକୁ କୁହାଯାଏ? ଫିଚର କହିଲେ ତୁମେ କ'ଣ ବୁଝ? ଦେଖ ନେକ୍ସଟ କୋଶ୍ଚିନ୍ ମଧ୍ୟ ଅଛି, ଫିଚର କହିଲେ କ'ଣ ବୁଝ, ଏହାର ରଚନା ବିଧି ଆଲୋକପାତ କର, ସମ୍ପର୍କରେ ଆଲୋକପାତ କର। ଠିକ୍ ଅଛି, ତ ଏଇସବୁ ହିଁ କୋଶ୍ଚିନ୍ ତୁମର ଆସୁଛି, ବାରମ୍ବାର ଏହି କୋଶ୍ଚିନ୍ ତୁମକୁ ପଚାରୁଛି। ପ୍ରିଭିୟସ୍ର କୋଶ୍ଚିନ୍ ଏହି ବି ମଧ୍ୟ ଆସିଥିଲା, ଠିକ୍ ଅଛି। ତ ତୁମମାନଙ୍କୁ ଯେଉଁ ସବୁ କୋଶ୍ଚିନ୍ ବର୍ତ୍ତମାନ ଜଣେଇଲି 20ଟି ଇମ୍ପୋର୍ଟାଣ୍ଟ କୋଶ୍ଚିନ୍, ଲଙ୍ଗ୍ କୋଶ୍ଚିନ୍, ସେଇଥିରୁ ହିଁ ଦେଖିକି ଯିବ, ଠିକ୍ ଅଛି। ଆଉ ଏଇଗୁଡ଼ା ଯେଉଁଗୁଡ଼ା କହୁଛି ଭେରି ଭେରି ଇମ୍ପୋର୍ଟାଣ୍ଟ, ସେଗୁଡ଼ା ପଢ଼ିକି ଯାଇଥିବ, ନିଶ୍ଚିନ୍ତ ତୁମର ଆସିବ। ଆଜି ପାଇଁ ତାହେଲେ ଏତିକି ଭିଡ଼ିଓ, ଆଶା କରୁଛି ତୁମର ଭିଡ଼ିଓଟି ଭଲ ଲାଗିଥିବ। ଯଦି ଭିଡ଼ିଓଟି ଭଲ ଲାଗିଥିବ ତାହେଲେ ଭିଡ଼ିଓକୁ ଲାଇକ୍ କରିବେ, ଚ୍ୟାନେଲକୁ ଏଇଭଳି ଆଗକୁ ଭିଡ଼ିଓ ଦେଖିବା ପାଇଁ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ। ଜୟ ହିନ୍ଦ, ବନ୍ଦେ ମାତରମ୍।